ये बा श्रावण मास आईंष खिया हेनी से सकाशे छतु नौ छतु 420 टका किलो ये पनीर जो डुप्लिकेट सकाशे रेट बढ़े मैंने एम सरकार नियंत्रण ना एम जहाँ गोटा जो जो मन इच्छा जहाँ कर छतु 500 टका कर 400 टका कर 350 टका कर बटम छतु भी रेट बढ़ी हाँ पाଳ ଛତୁଟା ଟିକେ ଦେଶୀ ଛତୁଟା ଖାଇବା ଭଲ ଲାଗିବ ଟିକେ ପଇସା ଟିକେ ଯାଉ ଟେଷ୍ଟ ଟିକେ ରହିବ ପନିର ଡୁପ୍ଲିକେଟ ହଉଛି ଖାଇଲେ ଦେହ ପା ଖରାପ ହଉଛି ଏଇଟା ନ୍ୟାଚୁରାଲ ଜିନିଷଟା ନେଇଯିବା କଥା ଆଉ ରେଟ୍ ବହୁତ ଅଧିକା ରହୁଛି ଆଗରୁ 200 ଟଙ୍କା ଥିଲା 220 ଟଙ୍କା ଏମିତି ଥିଲା ପାଳ ଛତୁ ତାପରେ ଆଉ ଗୋଟେ ମେନ୍ ଥିଙ୍ଗ ହେଲା ତାଙ୍କର କଣ ନା ଆମର ଯୋଉ ନଡାଟା କଟା ହଉଥିଲା ଏଇ ଯୋଉ ମେସିନରେ କଟା ହଉଛି ସେଇଟା ବି ଯୋଉ କୁଟା ଯୋଉ ବାହାରୁଛି ସେଗୁଡା ଆଉ ନଡା ବି ହେଇପାରୁନି ସେ ସକାଶେ ବି ରେଟ୍ ବଢିପାରେ ତାପରେ କୋଉ ମାନେ ଦର ନିୟନ୍ତ୍ରଣ ଉପରେ ସରକାରଙ୍କର କିଛି ଇଏ ନାହିଁ ଯିଏ ଯାହା ଆଇଲା ମନ ଚାहे ବେକିଲା ସେଇଟା ହଉଛି ପ୍ରୋବ୍ଲେମ ବହୁତ ପାଳ ଛତୁ ଆମେ କିଣିବାକୁ 360 350 ଟଙ୍କା 400 ଟଙ୍କା 380 ଟଙ୍କା ବିକୁଛୁ ବଟମ ଛତୁ 185 କିଣା 200 ଟଙ୍କା ବିକୁଛୁ ଆଉ ଏଇ ଶ୍ରାବଣ ମାସ ଚାଲିଛ ସମସ୍ତେ ଭେଜ ହେନୁ ସେଥିପାଇଁ ଛତୁଟା ଟିକେ ରେଟ୍ ରହୁଛି ପନିର ତାପରେ ଯୋଉ ଧରା ପକଡ଼ା ହେଇଛି ସେଥିପାଇଁ ଛତୁ ଉପରେ ପ୍ରବଳ ମାଡ଼ ଲୋକଙ୍କର ଛତୁ ଉପରେ ଯୋଉ ମାଡ଼ ହଉଛି ସେଥିପାଇଁ ରେଟ୍ଟା କାଟୁନାହାନ୍ତି ଚାଷୀ ଆଉ ତାପରେ ଯୋଉ ଏଜେଣ୍ଟ ହେଇଯାଇଛନ୍ତି ସେମାନେ ମାର୍କେଟରେ ଦେଖିକି ହିଁ ରେଟ୍ କରୁଛନ୍ତି ତାଙ୍କୁ କିଛି କହି ହଉନି ଆଉ ନ କହିଲେ ବି ଛତୁ ଦେବେନି ସେମାନେ ଦିଟା ଡିମାଣ୍ଡ ରହୁଛି ପାଳ ଟିକେ ଅଧିକା ରହୁଛି ବଟମ ଟିକେ କମ୍ ରହୁଛି କିନ୍ତୁ ଦିଟା ଡିମାଣ୍ଡ ଆଜ୍ଞା ଏଇଟା ଭେଜ ଜିନିଷ ନା ମେନ୍ ହଉଛି ସେ ପନିରଟା ଯୋଉ ଧରା ପକଡ଼ା ହେଇଛି ଲୋକ ଟିକେ ଭୟ କରୁଛନ୍ତି ପନିର ଖାଇବାକୁ ସେଥିପାଇଁ ଛତୁ ଉପରେ ଅଧିକା ମାଡ଼ ଆଉ